ଆଜ୍ଞା ସେଠି ପହଞ୍ଚିଯିବ। ମୁଁ କାର୍ତ୍ତିକ ନାଥ ମଣ୍ଡଳ ଡେପୁଟି କଲେକ୍ଟର ଭଦ୍ରକ। ମିଶାବନ୍ଦୀ ଯେଉଁମାନଙ୍କୁ ବର୍ତ୍ତମାନ କେନ୍ଦ୍ର ସରକାର କହୁଛନ୍ତି ରାଜ୍ୟ ସରକାର ଯୋଗାଇ ଦେବେ ସହାୟତା, ପ୍ରକୃତରେ ହିସାବ ଅଛି ଜିଲ୍ଲା ପ୍ରଶାସନ ପାଖରେ? ଆପଣ ଜାଣିଛନ୍ତି ଓଡ଼ିଶା ସରକାର ଯେଉଁ ଏମର୍ଜେନ୍ସି ପିରିୟଡ଼ରେ ଯେଉଁମାନେ କାରାଗାର ବରଣ କରିଥିଲେ ସେମାନଙ୍କ ପାଇଁ ପେନ୍ସନ୍ର ଯୋଜନା କରିବା ସହିତ ତା ସାଙ୍ଗରେ ତାଙ୍କୁ ଇନ୍ସୁରାନ୍ସ କଭର୍ କରିବା ପାଇଁ ଗୋଟେ ଗାଇଡ଼ଲାଇନ୍ସ ପ୍ରସ୍ତୁତ କରିଥିଲେ ଏବଂ ସେହି ଅନୁସାରେ ଭଦ୍ରକ ଜିଲ୍ଲାରେ ଆମେ ଯେତେବେଳେ ଆମେ ଭେରିଫାଇ କରିଥିଲୁ ଗୋଟେ ଜଏଣ୍ଟ ଟିମ୍ ତାକୁ ଭେରିଫିକେସନ୍ କରିଥିଲୁ। ସେଥିରେ ଜିଲ୍ଲା ସ୍ତରରେ ଆମେ EIPR ଏବଂ ଏଡ଼ିସନାଲ୍ SP ଜେଲ୍ ସୁପରିଟେଣ୍ଡେଣ୍ଟକୁ ନେଇ ଗୋଟେ କମିଟି ତିଆରି କରିଥିଲୁ। ସେ କମିଟି ତିଆରି କରିବା ପରେ ଆମେ 9ଟି କେସ୍ ସେମିତି ଆମେ ଡିଟେକ୍ଟ କରିଥିଲୁ। ଲୋକାଲ୍ ଇନକ୍ୱାରି କରିବା ପରେ ଏବଂ ବିଭିନ୍ନ ଦିଗରୁ ତଦନ୍ତ କଲା ପରେ ଆମେ ବିଭିନ୍ନ ବ୍ଲକରୁ 9 ଜଣଙ୍କୁ ଆମେ ସିଲେକ୍ସନ୍ କରିଥିଲୁ। ସେ 9 ଜଣଙ୍କ ନାଁ ହେଲା ବିଜୟ କୁମାର ରାଉତରାୟ, ଯିଏକି ଯଦିଓ ସେ ଭଦ୍ରକରେ ବନ୍ଦୀ ଥିଲେ କିନ୍ତୁ ଏବେ ସେ ବାସସ୍ଥାନ କଟକରେ ରହୁଛନ୍ତି। 2ରେ କମଳାକାନ୍ତ ସାହୁ, ଯିଏକି ନାଇକାଣ୍ଡି ବାସୁଦେବପୁର ବ୍ଲକ ଅଣ୍ଡରରେ। 3ରେ ଭରତ କୁମାର ମହାନ୍ତି, ସେ ମଧ୍ୟ ବାସୁଦେବପୁରରୁ। 4ରେ ଦୁଜେନ୍ଦ୍ର ପ୍ରସାଦ ଦେବତା, ସେ ମଧ୍ୟ ଧାମନଗର ବ୍ଲକ ଅଣ୍ଡରରେ। ତାପରେ 5ରେ କୈଳାସ ଚନ୍ଦ୍ର ସାହୁ, ସେ ବାସୁଦେବପୁରରୁ। ପ୍ରଭାତ କୁମାର ନାୟକ, ବିଦେଇପୁର ବାସୁଦେବପୁରରୁ। ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଯିଏକି ଭଦ୍ରକ ବାସିନ୍ଦା, ଭଦ୍ରକ ବ୍ଲକ ଅଣ୍ଡରରେ। ବାଦଲ କୁମାର ନାୟକ, ସେ ମଧ୍ୟ ତିହିଡ଼ି ବ୍ଲକ ଅଣ୍ଡରରେ ଏବଂ ତାରାକାନ୍ତ ରାୟ ମହାପାତ୍ର, ଯିଏକି ଭଦ୍ରକର। ଏହିପରି 9ଟି ମିଶାବନ୍ଧୀଙ୍କୁ ଆମେ ପ୍ରଥମ ପର୍ଯ୍ୟାୟରେ ତାକୁ ସିଲେକ୍ସନ୍ କରି ଗଭର୍ଣ୍ଣମେଣ୍ଟକୁ ପ୍ରେରଣ କରିଥିଲୁ। ସେ ମଧ୍ୟରେ 9 ଜଣଙ୍କୁ ସରକାର 2 ଜଣଙ୍କୁ ୟା ଭିତରେ ତାଙ୍କୁ ସାଂସନ୍ କରିଛନ୍ତି। ସେ 2 ଜଣ ହେଲେ କମଳାକାନ୍ତ ସାହୁ ଏବଂ ଦୁଜେନ୍ଦ୍ର ପ୍ରସାଦ ଦେବତା। ଯେଉଁ 2 ଜଣଙ୍କୁ ଆସନ୍ତାକାଲି ଆପଣମାନେ ଜାଣିଥିବେ, ଆସନ୍ତାକାଲି ସମ୍ବିଧାନ ହତ୍ୟା ଦିବସ ପାଳନ କରାଯାଉଛି। ଜଣେ 1975 25 ଜୁନ୍ରେ ଏମର୍ଜେନ୍ସି ଲାଗୁ କରାଯାଇଥିଲା ଏବଂ 77 ପର୍ଯ୍ୟନ୍ତ ଚାଲିଥିଲା। ସେଇ ଦିନକୁ ମେମୋରେବଲ୍ କରିବା ପାଇଁ ଓଡ଼ିଶା ସରକାର ଆସନ୍ତାକାଲି ଭୁବନେଶ୍ୱରରେ ଏକ ସମ୍ମିଳନୀ କରୁଛନ୍ତି ଏବଂ ଏହିପରି ମିଶାବନ୍ଦୀ ଯେଉଁମାନଙ୍କ ନାଁରେ ପେନ୍ସନ୍ ଏବଂ ଇନ୍ସୁରାନ୍ସ ସାଂସନ୍ ହେଇଛି ସେମାନଙ୍କୁ ଡାକି ସେ ସମ୍ବୋଧିତ କରିବେ। ଆମ ଜିଲ୍ଲାରୁ 2 ଜଣ ଯାଉଛନ୍ତି, ସେମାନଙ୍କୁ ସମ୍ବୋଧିତ କରିବା ପାଇଁ ଆସନ୍ତାକାଲି ସ୍ୱତନ୍ତ୍ର ଭାବରେ ତାଙ୍କୁ ପଠାଯାଉଛି ଏବଂ ଜିଲ୍ଲା ସ୍ତରରୁ ମଧ୍ୟ 30 ଜଣ ପ୍ରତିନିଧି, ଆମେ ଜିଲ୍ଲାରୁ 30 ଜଣ ପ୍ରତିନିଧିକୁ 5ଟି ଗାଡ଼ିରେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ସାଜସଜ୍ଜା କରି ତାଙ୍କୁ ପଠାଉଛୁ। 2 ଜଣ ମିଶାବନ୍ଦୀ ପଠାଉଛୁ ଏବଂ ତାଙ୍କୁ ନେଇ ଯିବା ପାଇଁ 2 ଜଣ ଅଧିକାରୀ, ଜଣେ ଡେପୁଟି କଲେକ୍ଟର ଜ୍ଞାନରଞ୍ଜନ ସାହୁ ଆଉ ଜଣେ ଆସିଷ୍ଟାଣ୍ଟ କଲେକ୍ଟର ଶାଶ୍ୱତ କୁମାର ପଟ୍ଟନାୟକ, 2 ଜଣ ଅଧିକାରୀକୁ ମଧ୍ୟ ତାଙ୍କ ସହିତ ଆମେ ପଠାଉଛୁ ଭୁବନେଶ୍ୱରରୁ। ସେମାନଙ୍କୁ ସୁରକ୍ଷିତ ଭାବରେ ସେ ନେଇକି ଯିବେ ଏବଂ ସେମାନଙ୍କୁ ଷ୍ଟେଟ୍ ଗେଷ୍ଟ ହାଉସ୍ରେ ଲଞ୍ଚର ବ୍ୟବସ୍ଥା କରାଯାଇଛି। ସେଠୁ ପୁଣି ସେମାନେ ସମ୍ବୋଧିତ ହୋଇ ପୁଣି ଫେରିବେ ଏବଂ ତାଙ୍କୁ ଯଥାଶୀଘ୍ର ତାକୁ ଆଣି ପୁଣି ତାଙ୍କ ବାସସ୍ଥାନକୁ ପଠାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା କରିଛି। ଗୋଟେ ଅଭିଯୋଗ ବାଢ଼ିଥିଲେ ପୂର୍ବତନ ବିଧାୟକ ବାଙ୍କିର ପ୍ରଭାତ କୁମାର ତ୍ରିପାଠୀ, ସେ ଥିଲେ ମଧ୍ୟ ଭଦ୍ରକ କାରାଗାର ଭିତରେ ବନ୍ଦୀ। ସେ କହୁଥିଲେ କିଛି ମିଳୁନି, ତଥ୍ୟ ମିଳୁନି। ଏଇଟା ସତ୍ୟ କଥା। ଯେଉଁ 2 ଜଣଙ୍କ ପାଇଁ ଆମେ ସାଂସନ୍ ହେଇଛି, ସେ 2 ଜଣଙ୍କ ହିଁ କାଗଜପତ୍ର ଆମେ ପାଇଛୁ। ଆଉ ଯେଉଁ 7 ଜଣଙ୍କର ଯାଇଛି, ସେ 7 ଜଣଙ୍କର କୌଣସି କାଗଜ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାରାଗାରରୁ ମଧ୍ୟ ମିଳିପାରୁନାହିଁ। ଆମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କୁ ମାଗିଥିଲୁ, ସେ କହିଲେ କୌଣସି କାଗଜ ମିଳୁନାହିଁ। ଏବେ ଆମେ ମାନ୍ୟବର ଡିଷ୍ଟ୍ରିକ୍ଟ ଜଜ୍କୁ ଆମେ ମାଗିଛୁ, ତାଙ୍କ ସିଭିଲ୍ ରେଜିଷ୍ଟ୍ରାରକୁ, ଯେ ଯଦି କୋର୍ଟର କିଛି କାଗଜପତ୍ର ଅଛି ଆପଣ ଟିକେ ଆଣି ଦିଅନ୍ତୁ। ଭଦ୍ରକରେ ଥାଇପାରେ କିମ୍ବା ବାଲେଶ୍ୱରରେ ଥାଇପାରେ। ତେଣୁ ଆମେ ୟା ଭିତରେ ଜିଲ୍ଲାପାଳ କରିଛନ୍ତି, ଗୋଟେ ପତ୍ର ଆଦାନ ପ୍ରଦାନ କରିଛନ୍ତି ଡିଷ୍ଟ୍ରିକ୍ଟ ଜଜ୍କୁ। ଆମେ ଯଦି ଡିଷ୍ଟ୍ରିକ୍ଟ ଜଜ୍ଙ୍କ ପାଖରୁ କିଛି ଖବର ପାଇଯାଉ, ନିଶ୍ଚିତ ଭାବରେ ସେ କାଗଜକୁ ଆମେ ଭେରିଫାଇ କରି ଗଭର୍ଣ୍ଣମେଣ୍ଟକୁ ତାଙ୍କୁ ଆଉଥରେ ପୁଣି ଅନୁମୋଦନ କରିବା ପାଇଁ ପ୍ରେରଣ କରିବୁ। ସାର୍, ଯେଉଁ 9 ଜଣଙ୍କ ନାଁ କହିଲେ ସମସ୍ତଙ୍କୁ ମିଳିବ ତ? ନିଶ୍ଚିତ ଭାବରେ 7 ଜଣ, ଆମେ ତ 9 ଜଣଙ୍କ ନାଁ ଆମେ ଅଲରେଡ଼ି ରେକମେଣ୍ଡ କରିଦେଇଛୁ। ଜିଲ୍ଲାପାଳ ଅଲରେଡ଼ି ରେକମେଣ୍ଡ କରିଦେଇଛନ୍ତି, କେବଳ କିଛି କାଗଜପତ୍ରର ଆବଶ୍ୟକତା ରହିଛି ବୋଲି ସେମାନେ ପାଇପାରୁନାହାନ୍ତି। ନିଶ୍ଚିତ ଭାବରେ ଆମର ଆଶା ଅଛି ଆଗାମୀ ଦିନରେ ତାଙ୍କ କାଗଜପତ୍ର ମିଳିଯିବ ଏବଂ ସେମାନେ ନିଶ୍ଚିତ ଭାବରେ ପାଇବେ। ଧନ୍ୟବାଦ ସାର୍।